ତେଣୁ ଆମେ ଯେଉଁ କାଲି ଗଣମାଧ୍ୟମରେ ଯାହା ଶୁଣିଲୁ ଏସ୍ପି ସାର୍ଙ୍କର କନଫରେନ୍ସ ଶୁଣିଲୁ ଇନକ୍ୱାରି ତ ଆହୁରି ଚାଲିଛି, ତଦନ୍ତ ଏପର୍ଯ୍ୟନ୍ତ ସରିନି, ଆହୁରି କିଛି ତ ଫେରାରେ ଅଛନ୍ତି, ସେମାନେ ତ ଆହୁରି ଆଜି ଶୁଣିଲୁ ଆହୁରି କାହାକୁ ସେମାନେ ତ ଆହୁରି ଇନକ୍ୱାରି ଚଲେଇଛନ୍ତି। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ତଦନ୍ତ ଚାଲିଛି ତା ଉପରେ ଆମେ ଖୁସି ଅଛୁ ଏବଂ ମୁଁ ମଧ୍ୟ ସମସ୍ତ ବ୍ରହ୍ମପୁର ଅନୁରୋଧ କରି ସମସ୍ତଙ୍କୁ ମୋ ଭାଇଙ୍କର ଯେଉଁ ମୃତ୍ୟୁକୁ ନେଇକରି ଯେଉଁ ପ୍ରକାର ରାଜନୀତି ଚାଲିଛି ସେ ମୃତ୍ୟୁକୁ ରାଜନୀତିକରଣ କରା ନଯାଉ। ଯଦି କାହା ପାଖରେ ଯଦି କିଛି ତଥ୍ୟ ଅଛି ମୃତ୍ୟୁ ନେଇ ସେମାନେ ପୁଲିସ ପ୍ରଶାସନକୁ ଦିଅନ୍ତୁ, ପୁଲିସ ପ୍ରଶାସନକୁ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା କି ପୁଲିସ ପ୍ରଶାସନ ପ୍ରକୃତ ଦୋଷୀ ପାଖରେ ପହଞ୍ଚି ପାରିବ ଏବଂ ତାକୁ ମଧ୍ୟ କଠୋରରୁ କଠୋର ଦଣ୍ଡ ଦେଇପାରିବ। ପ୍ରକୃତ ଦୋଷୀ ଧରା ପଡ଼ିନି ବୋଲି ଆପଣ ଭାବୁଛନ୍ତି? ପ୍ରକୃତ ଦୋଷୀ ଯେପର୍ଯ୍ୟନ୍ତ ତଦନ୍ତ ନ ସରିଛି ସେ ପର୍ଯ୍ୟନ୍ତ ଆମେ କେମିତି କହିବା ଯେ ପ୍ରକୃତ ଦୋଷୀ ଆହୁରି ଧରା ପଡ଼ିଛି ବୋଲି। ଏବେ ପର୍ଯ୍ୟନ୍ତ ତଦନ୍ତ ଚାଲିଛି, ଏତିକିରେ ଆମେ ଖୁସି ଅଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଚାଲିଛି ସେଥିରେ ମୁଁ ଖୁସି ଅଛି। ଏଥିପାଇଁ ମୁଁ ପୁଲିସ ପ୍ରଶାସନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେବି ଯେ ସେମାନେ ଏଇ ମୋ ଭାଇଙ୍କର ମୃତ୍ୟୁକୁ ସେମାନେ ଯେପରି ଭାବରେ ତଦନ୍ତ ତ୍ୱରାନ୍ୱିତ କରିକି ବାହାର କଲେ, ସେଥିପାଇଁ ଧନ୍ୟବାଦ ଦେବି।